गुण गोराधिका मुरली कहूची गुण गोराधिका राधा बिना श्याम लागे एका एका राधा बिना श्याम लागे एका एका मुरली कहूची गुण गोराधिका रौनियार राधा करिए राधा तपाई कदम्ब मूल तपाई जमुना जल तपाई कदम्ब मूल तपाई जमुना जल तापाई खेली कुज कोइली कुहू मो नाम काहि गाऊ रे मुरली मो नाम काहि गाऊ मो नाम काहि गाऊ राधा पचारिले कह रे मुरली मो नाम काहि गाऊ रे मुरली मो नाम काहि गाऊ प्राकृत प्रेम मूर्ति जय राधा हरि राधा पचारिले अव्यक्त लीला को व्यक्त कल अवतरी राधा पचारिले प्रभु भाव विनोदिया तुम्हें भावर सागर राधा पचारिले प्रभु भला भाव लगाइल से नील कंबर राधा पचारिले हरि काहाकु रखिल तुमे केते विपदरु राधा पचारिले प्रभु मोहिदाकु अखि मोह पाई तुमे दारु राधा पचारिले भला गप तप करिबाकु बेळ काल नाही राधा पचारिले आदि विषय बध्यकु टिके मन बळी जाई राधा पचारिले कहरे मुरली मो नाम काहि गाऊ मो नाम काहि गाऊ लक्ष्य देवर ज्ञानी गुड़ी विवेकी महोदय जेतेबेले ललितांको सांगरे नहीं भेसे राधांको निकट रे पहुंची जाइछन्ति देवर्षि नारद देखुछन्ति राधा मध्य पागली रे होई जाइछन्ति बाबा कले हे ललिता ललिता जीवन रे आ कृष्ण को देखि पारिबे कि नहीं जानिनी झाड़िनी मु जेउ दिन मरि जिबे हाँ मो सब को नहीं गोटे वृक्ष पाखरे पोती दबु हाँ हाँ के वृक्ष जानिछु क्यों लिखा जो वृक्ष ऊपर बसी मो कृष्ण बंशी वादन करुथिले तमाळ गछ तले पोती दबु बुद्धि दबु पोतीबु एमिति हाँ कृष्णकर बंशी सन जो दियको भासी आसुथिब मो कर्णटाकु से दिगको डरी रहिथिबु बस बस हे ललिता हाँ जीवन रे मु राधा को आउ दर्शन कृष्ण को आउ दर्शन करि पारिबे नाही नहीं देखुछन्ति देवर्षि नारद ए दृश्य को हाँ हाँ आउ टिके आग को एते देवर्षि नारद चलिले कल्याण सहित मु रहिले मु मध्य पागल हे जेबी हिचबी जेतेबेले आउ टिके आग को आगे जाउछन्ति हाँ हाँ नजर पड़ी गला हाँ जड़े मां को ऊपर ऊपरी मां के जो मां 10 मास 10 दिन गर्भर धन धरी मध्य कृष्ण को बिना हाँ से आज बायाणी परी बुलुछि बोलुछे नीलमणि हस्तर सरल मणि धरी हरी चारिआडे बुलुछि बोलुछे हस्तरे सरल मणि धरी देइछे
ନୀଳମଣି କଳା କାହ୍ନୁ ବାଙ୍କ ବିହାରୀ ବୋଲି ଡାକୁଛି। ଯଶୋଦା ମା କାହ୍ନୁଙ୍କୁ ଡାକୁଛନ୍ତି। କେମିତି ଡାକିଲେ? କେମିତି? କଲେ ବାପ ଧନ ନୀଳ ଇଏ ମଣି ନୀଳମଣି ଏବେ ସରଳ ବଣିକୁ ଘେନି ହେ ଏବେ ଧାଇଛି ବାୟାଣୀ ଶିଶୁ ହରାୟଣୀ ଇଏ ଧାଇଛି ବାୟାଣୀ ଶିଶୁ ହରାୟଣୀ କଳାଏ ହିଆଛି ବେଡୁ ଧନି ତାତନୁ ଧୂଳି ଧୂସର କିଏ ଦେଖିଛ କଳା କରରେ ଯଶୋଦା ମା କର ଅଞ୍ଜଳିରେ ସରଲ ପଡ଼ି ଧରି ହରି ହେ ନୀଳମଣି ବୋଲି ଡାକ ଛାଡୁଛନ୍ତି। ମନ ମଧ୍ୟରେ ପୁଣି ଭାବୁଛନ୍ତି ମୋ କୃଷ୍ଣର ବଂଶୀଶ୍ୱର ଏଇ ଦିଗରୁ ମୋତେ ଭାସି ଭାସି ଆସୁଛି। ଆସୁଛି। ମୋ କଳା କାହ୍ନୁର ବଂଶୀଶ୍ୱର ବୋଧେ ଏଇ ଦିଗରୁ ଭାସି ଆସୁଛି। ଚତୁର୍ପାର୍ଶ୍ୱକୁ ଚାହିଁ ଦେଉଛନ୍ତି। ବଂଶୀଶ୍ୱର ଯେଉଁ ଦିଗରୁ ଆସୁଛି ଆସୁଛି ସେଇ ଦିଗକୁ ଧାଇ ଯାଉଛନ୍ତି ଯଶୋଦା ମା। ହେ ନୀଳମଣି ମଣି ଡାକୁଛନ୍ତି। ଡାକୁଛନ୍ତି। କଲେ ବାପ ଧନ ନୀଳ ମଣି ନୀଳମଣି ସରଳ ବଣିକୁ ଘେନି ଧାଇଛି ବାୟାଣୀ ଶିଶୁ ହରାୟଣୀ କଲାଏ କିଏ ବେଡୁ ଧୋନିରେ ତାତନୁ ଆହା କିଏ ଦେଖିଛ ମୋ କଳା କରରେ ଯଶୋଦା ମା ଭାରି ତୋଲତକ ବୁହାଇ ଦେଇ କାନ୍ଦୁଛି। ଆଜି ବାୟାଣୀ ହୋଇଯାଇଛି ଗୋଟିଏ ମା ଗୋଟେ ସନ୍ତାନ ହରାଇ ବସିଛି। କଲା ହେ ନୀଳମଣି ହେ ମୁରଲୀଧର ହେ ବାଙ୍କ ଚୁଳିଆ କାହ୍ନୁରେ କେଉଁଠି ଅଛୁ ମୋ କୋଳକୁ ଟିକେ ଆରେ ତୁ ଫେରିଆ। ବାପରେ ତୁ କଣ ମୋ પર ଅଭିମାନ କରିଛୁ କି? କଲା ଭଲ କରି ଗଣ୍ଡେ ଖୁଆଇ ନଥିଲି କଷ୍ଟକୁ କଲୁ ଗମନ କଷ୍ଟକୁ କାଲୁଗା ମନରେ ଭଲା କଷ୍ଟକୁ କାଲୁଗା ମନରେ କଲା ଫେରିଲେ ନିଧେନୁ ଫେରୁ ନା ଠିକା ତୁ ଫେରିଲା
ଖୋଜି ଆସିଲିଣି ଘର ଘରରେ ଏ ସାରା ବନଗର ନୀଳମଣି ନୀଳମଣି ଯେତେବେଳେ ଯଶୋଦା ମା ଡାକ ଛାଡୁଛନ୍ତି ଆମ୍ବ ଡାଳରେ କୋଇଲଟି ବାସ କରୁଥିଲା। ବେଶ ଚିନ୍ତା କରୁଛି ହଁ ଆଜି ବୋଧେ କୃଷ୍ଣ ଫେରିଗଲେ ବୋଧେ ହଁ ଆଜି ବୋଧେ ହଁ ମଥୁରାପୁର ଛାଡ଼ି ହଁ କୃଷ୍ଣ କଣ ଗୋପପୁରକୁ ଫେରିଛନ୍ତି ନଚେତ ହଁ କାହିଁକି ତାଙ୍କ ମା କାହିଁକି ସରଲବଣୀ ଧରି ହଁ ନୀଳମଣି ନୀଳମଣି ବୋଲି ଡାକିଥାନ୍ତେ। ଡାକିଥାନ୍ତେ କୋଇଲି ଚିନ୍ତା କଲା ହଁ କୃଷ୍ଣ ଆଜି ବୋଧେ ଗୋପପୁରକୁ ଫେରିଛନ୍ତି। କୋଇଲି ଟିକେ ଆନନ୍ଦିତ ହୋଇଗଲା। ଆନନ୍ଦିତ ହୋଇ କୁହୁ କୁହୁ ଭାବରେ ଯେତେବେଳେ କୋଇଲିଟି ଆମ ଡାଳରେ ବସି ଗାନ କରିଦେଉଛି ଯଶୋଦା ମା ଡାକିଲେ ଡାକିଲା କୋଇଲି କଲେ ହେ କୋଇଲି ତୁ ଆଜି ମତେ ଥଟ୍ଟା କରୁଛୁ ହେ କୋଇଲି ତୁ ଆଜି ମତେ ପରିହାସ କରୁଛୁ। କୋଇଲି ମୋ କୃଷ୍ଣ ଯାଇଛି ଯାଇଛି ଏ ପର୍ଯ୍ୟନ୍ତ ଫେରିଲାନି ମୋ କୃଷ୍ଣ ଫେରି ନାହିଁ ବୋଲି ତୁ ମତେ ଆଜି ଥଟ୍ଟା କରି କୁହୁ କୁହୁ ବୋଲି ଗାନ କରୁଛୁ। ହେ କୋଇଲି ଶୁଣିବୁଲ କୋଇଲି କଣ କଲେ କୋଇଲି କେଶ ଭଜେ ମଥୁରାକୁ ଗଲା ମଥୁରାକୁ ଗଲା କୋଇଲି କେଶ ଭଜେ ମଥୁରାକୁ ଗଲା ମଥୁରାକୁ ଗଲା ଭଲେ ଗଲା କୃଷ୍ଣ ବାହୁଡ଼ି ନଇଲା ଲୋ କୋଇଲି ମୋ କୃଷ୍ଣ ଗଲାଣି ଯେ ଗଲାଣି ଆଉ ଗୋପପୁରକୁ ଫେରୁନି। କୋଇଲି ଥରେ ତାକୁ ମୁଁ ପଘାରେ ବାନ୍ଧି ଛାଟରେ ପିଟିଥିଲି ବୋଲି ମା ଉପର ଅଭିମାନ ସେ କରିଛି। ଆଜି ମା ଉପର ଅଭିମାନ କରି ସେ ମଥୁରାପୁରରେ ରହିଯାଇଛି। ହେ କୋଇଲି କହିଲେ କୋଇଲି କେଶ ଭଜେ ମଥୁରାକୁ ଗଲା ମଥୁରାକୁ ଗଲା କୋଇଲିର କେଶ ଭଜେ ମଥୁରାକୁ ଗଲା ମଥୁରାକୁ ଗଲା ବୋଲେ ଗଲା କୃଷ୍ଣ ବାହୁଡ଼ି ନଇଲା ଲୋ ବାହୁଡ଼ି ନଇଲା କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ ବାହୁଡ଼ି ନଇଲା କଲେ ସରଲ ପଡ଼ି ସିନା ମୁଁ ତା ପାଇଁ ସାଇତି ରଖୁଥିଲି ଆଉ କ'ଣ ମୋ କାହ୍ନା ଫେରିବ ଯେ ମୁଁ ତାକୁ ସରଲ ପଡ଼ି ଖୁଆଇଦେବି। କୋଇଲି କଲେ କୋଇଲି ଲକ୍ଷଣ ଦେବି ମୁଁ କାହାକୁ ଦେବି ମୁଁ କାହାକୁ କୋଇଲି ଲକ୍ଷଣ ଦେବି ମୁଁ କାହାକୁ ଦେବି ମୁଁ କାହାକୁ କଲେ ଖାଇବାର ପୁତ୍ର ଗଲା ମଥୁରାପୁର ମଥୁରା
ତାକୁ ବାବୁ ଆଜ୍ଞା ବାବୁ ଯଦି ଜଣେ ମା ଆଚ୍ଛା ତା ପୁଅକୁ ଜଣେ ଖାଇବା ପାଇଁ ନେଇଥିବ ହେଲା ପୁଅକୁ ଆଜ୍ଞା ଆଉ ଭୋକ ଲାଗିବନି ନା କାହିଁକି କାହିଁକି ନା ଗୋଟିଏ ମା ଜାଣିବ ତା ପୁଅର ଅନ୍ତର କଥା ହେଲା ମା ବୁଝିବ ପୁଅର ଅନ୍ତର ବେଦନା କଥା ହେଲା ଜଗତ ମଧ୍ୟରେ ମା ଛଡା ଆଉ କେହି ବୁଝିବେ ନାହିଁ ନାଇଁ ସାରେ ସାରେ ଏବେ ମା ବାଢିକି ଦେଲେ ହାତ ଗୋବରିଆ ଗନ୍ଧଉଛି କଥା ତ କଣ ମା ହେଲା ସାରେ ଭାତ ବାଢିକି ଦେଲେ ମା ଏବେ ଗୋବରିଆ ଗନ୍ଧଉଛି ହାତ ହଁ ସାରେ ସ୍ତ୍ରୀ ବାଢିକି ଦେଲେ ଭାରି ବାସ୍ନା ହଉଛି ଆଉ ଜର୍ସି ଫାର୍ମ କରିଛ ହଁ ଆଜ୍ଞା କହିଲା ସ୍ତ୍ରୀ ବାଢିକି ଦେଲେ ଭାରି ବାସନା ହଉଛି କିନ୍ତୁ ସାରେ ବାଢି ଖାଲି ମୁହଁରେ ବସିଲେ ତ ଭାତ ମନୁ ମନ ପଳଉଛି ଆଉ ଆରେ ମା ବାଢିକି ଦେଲେ ମା ବାଢିକି ଦେଲେ ସାରେ ଖାଇବାକୁ ରୁଚୁନି ଖାଲି ଗୋବରିଆ ଗ୍ୟାସ ହଉଛି ଆରେ ମୁଁ ଦେଖୁଛି ଆଜ୍ଞା ତୁ ଗୋଟେ ମାଇପ ବୋଲକ ରହିଥିବୁ ଆରେ ସାରେ ମୁଁ କଣ ଆଇବ ବୋଲେ କେତେ ତ ଭାଇମାନେ ମୋର ଏଠି ଅଛନ୍ତି କଣ ହଁ ପୁଅରେ ହଁ ଜଗତ ମଧ୍ୟରେ ମା ହେଲା ଶ୍ରେଷ୍ଠ ମା ହଁ ଶ୍ରେଷ୍ଠ ମା ହେଉଛି ବଡ ନାଇଁ ସାରେ ଭୁଲ କଥା କଣ ମା ଶ୍ରେଷ୍ଠ ନୁହଁ ଆଉ କିଏ ନା ମାଇପ ଶ୍ରେଷ୍ଠ ହା! କେମିତି ସାରେ କହୁନ କେମିତି ଯେ ହଁ ମା ମୋର 50 କିଲୋ ହବ ଆଉ 50 50 କିଲୋ ବି ହବନି 30 କିଲୋ ହବ ସବୁ ହାଡ଼ ଗୋଡ଼ ସବୁ ଲୋଚା ହେଲାଣି ଆଚ୍ଛା ତାହେଲେ ସ୍ତ୍ରୀ ମୋର କୁଇଣ୍ଟାଲ ଓଜନ ହବ ଆଉ ଭାରି ୱେଟ୍ ସେଥିରେ ବଡ ହଁ। ଓଜନରେ ବଡ ହଁ ଠିକ ମା ସାରେ 3 ଫୁଟ ହାଇଟ୍ ହବନି ସ୍ତ୍ରୀ ମୋର ସାରେ 6.5 ଫୁଟ ହାଇଟ୍ ହଁ ଆଉ କୋଉଥିରେ ସାରେ ବଡ଼ ହବ କହିଲା ମୋ ସ୍ତ୍ରୀ ହେଲା ଆଜ୍ଞା 5 ଫୁଟ ହାଇଟ୍ ହେଲା ମୋ ମା ହେଲା 2 ଫୁଟ ହାଇଟ୍ ହଁ ସେଇଥିପାଇଁ ମୋ ସ୍ତ୍ରୀ ହେଲା ବଡ ହଁ ମୋ ମା ହେଲା ଛୋଟ ଆଜ୍ଞା ହଇରେ ଅଲ୍ଲାଜୁକ ଆଜ୍ଞା କଣ ଆଜ୍ଞା ଆଜ୍ଞା ଆରେ ଜଗତ ମଧ୍ୟରେ ମା ବଳେ ଡେଙ୍ଗା ହେଇଗଲେ ବା ଗେଡା ହେଇଗଲେ ଆଚ୍ଛା ସେ ଛୋଟ ହୁଅନ୍ତି ନାହିଁ ଆଉ ମା ହେଲା ହଁ ଜନନୀ ଜନ୍ମଭୂମି ପାର୍ଥକ୍ୟ କଣ କଣ ସାମଞ୍ଜସ୍ୟ କଣ କଣ ମା ସ୍ତ୍ରୀ ମଧ୍ୟରେ ଆଚ୍ଛା ବଡ କିଏ ସେ ବଡ଼ କିଏ ସେ ହଁ ଦେଖିବା ପୁଅରେ ହଉ କୀର୍ତ୍ତନ ଗଣେଶ ହଁ ଭାଗବତ ପ୍ରଧାନ କହିଲେ କଣ କହିଲେ କଣ କହିଲେ କଣ ସାରେ କହିଲେ? କଣ କହିଲେ କହିଲା ଜୀବନର ସଙ୍ଗୀ ଇଏ ସୁଖେ ଦୁଃଖେ ଭାଗୀ ଇଏ ଦୁଇ ପାଖେ ଅଛି ଦୁଇ ଦୁଇ ପାଖେ ଅଛି ଦୁଇ ନା ଦୁଇ ପାଖେ ଅଛି ଦୁଇ ନା ଦୁଇ ପାଖେ ଅଛି ଦୁଇ ନା କହିଲା ଜୀବନର ସଙ୍ଗୀ ସୁଖେ ଦୁଃଖେ ଭାଗୀ ଦୁଇ ପାଖେ ଅଛି ଦୁଇ ନା 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 ଭବ ସିନ୍ଧୁରୀର ହେବା ପାଇଁ ପାର ହବ ଚିକଣେ ଏବେ ପାଇ ପାର ଭବ ସିନ୍ଧୁରୀର ହେବା ପାଇଁ ପାର ଭବ ସିନ୍ଧୁରେ ରହିବା ପାଇଁ ପାର ଜଣେ ଭାରି ଯାକୁ ଜଣେ ମା ଜଣେ ଭାରି ତାକୁ ଜଣେ ମା ଆରେ ତ କହିଲା ଜଣେ ହେଲା ମା ଜଣେ ହେଉଛି ସ୍ତ୍ରୀ 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 ପରେ ଆଜ୍ଞା ରେ ମା ଆଉ ସ୍ତ୍ରୀ ମଧ୍ୟରେ ବଡ କିଏ କିଏ କଣ କିଏ ସେଇ କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ କହିଲେ କଣ କହିଲେ ସାର୍ କଣ କହିଲେ କଣ କହିଲେ ପେଟେ ଖାଇଥିଲେ ମୋଟେ ଖାଇନାହୁଁ ମା କହୁଥିବ ଖା ଖା ମା କହୁଥିବ ଖା ଖା ମା କହୁଥିବ ଖା ଖା ଆରେ ମା କହୁଥିବ ଖା ଖା କହିଲା ପେଟେ ଖାଇଥିଲେ ମୋଟେ ଖାଇନାହୁଁ ମା କହୁଥିବ ଖା ଖା ମା କହୁଥିବ ଖା ଖା ମା କହୁଥିବ ଖା ଖା ମା କହୁଥିବ ଖା ଖା ଖାଇବା ଆଗରୁ ଭାରି ଯା କହିବ ଖାଇବା ଗରୁ ଭାରି ଯା କହିବ ଖାଇବା ଆଗରୁ ଭାରି ଯା କହିବ ଖାଇବା ଗରୁ ଭାରି ଯା କହିବ ଉଠୁ ଉଠୁ ଯା ଯା ଉଠୁ ଉଠୁ ଯା ଯା ଯେତେ ଖାଇଥିଲେ ମଧ୍ୟ ଆଚ୍ଛା ଯଦି ଆମେ କର୍ମକ୍ଷେତ୍ରକୁ ଯାଇଛେ ହଁ ମା ସେମିତି ଦ୍ୱାରଦେଶରେ ଚାହିଁ ରହିଥିବ ଚାହିଁ ରହିଥିବ ପୁଅ ଯଦି ଫେରିବ ହଁ ମା ସଙ୍ଗେ ସଙ୍ଗେ ହାଣ୍ଡି ଶାଳକୁ ଯିବ ହରି ଯିବ ହରି ଆଚ୍ଛା ମାଟି ହାଣ୍ଡିରୁ ପୁଅ ହଁ ଭାତ ବାଢି ଦବ ହେଲା ଆମ୍ବୁଲ ଫେଡେ ପକେଇଦବ କି ପଖାଳ ଥାଉ ହଁ ମା ହଁ ପୁଅ ପାଇଁ ବାଢି ଦବ ବାଢି ଦବ ନା ହେଲା ସ୍ତ୍ରୀ ସ୍ତ୍ରୀ କଣ କହିବ ସ୍ତ୍ରୀ ଗଲେ ଯଦି ସାରେ ଘରକୁ ଗଲା ବେଳେ ଯଦି ସିରିଏଲ ସାରେ ଚାଲିଛି
हाँ ସ୍ତ୍ରୀ କହୁଛି ଆରେ ବାଢି ଖିଆ ତୁ ବାଢିକି ଖା। କିଏ କହୁଛି? ସ୍ତ୍ରୀ କହୁଛି ବାଢି ଆରେ ଯଦି କିଛି ବେଶୀ କହିବୁ ହଁ ସୋ କହୁଛି ଜାଣିଛ କଣ କହୁଛି? ଆରେ ଚଇତା କାଲି ମରିଗଲେ କେତେ କହିତା ତୁ ମରିଗଲେ ମୋର କେତେ କହିତା ଯାହା ଖଣ୍ଡେ ପାଇଛି ସିଏ ଯାହା ହଉ। क्या करेंगे काली कहता ठिया करेंगे ସବୁ ଲକ୍ଷଣ ତମରି ଘରେ ଆଉ ସବୁ ସ୍ତ୍ରୀ ଲକ୍ଷଣ ଏମିତି ତ କଥା କରି ଘରେ। ଆଜ୍ଞା ଭଲ ସ୍ତ୍ରୀଟେ ଭଲ ପାଇଛି। ସ୍ତ୍ରୀ ସାର ପାଇଛି ତେଣୁ ହେ ସ୍ତ୍ରୀ କହିବ ହଁ ତମେ ଖାଇଲେ ଖାଅ ନ ଖାଇଲେ ନାହିଁ। ନ ଖାଇଲେ ନାହିଁ ଅಯ್ୟୋ ଏଇନା ପରା ଖାଇଥିଲ। ଏ ଉଠୁ ଉଠୁ କେତେ ଚା ଭୋକ ଚା ନାହିଁ। କେତେ ଗରଳ ଗିଲା ଗିଳୁଛୁ କିରେ ତୁ ଉଠୁ 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 ମା ଚା ଆଜ୍ଞା ଚା ସେ କଥା କେବେ କହିବନି। ନା ହଁ। ଧର ମା ସଙ୍ଗେ ସଙ୍ଗେ ବାଢି ଦବ। ବାଢି ହେଲା ମା ଆଉ କଣ କରିବ? କଣ କରିବ ମା କହିଲା ଭଲ ମନ୍ଦ କିଛି ପାଖରେ ପାଇଲେ ହେଇ। ମା ସାଇତିକି ରଖିଥିବ। ଆରେ ମା ସାଇତିକି ରଖିଥିବ ମା ସାଇତିକି ରଖିଥିବ ମା ସାଇତିକି ରଖିଥିବ ଭାରି ଯା କହିବ ବାହାରେ ମୋ ସ୍ୱାମୀ। ହରି ଯା ବାଜିବ ବାହାରେ ମୋ ସ୍ୱାମୀ କହିଲା ଭାରି ଯା କହିବ ବାହାରେ ମୋ ସ୍ୱାମୀ। ହରି ଯା କହିବ ବାହାରେ ମୋ ସ୍ୱାମୀ ଇଏ କେତେ ଭଲ ମନ୍ଦ ଖାଉଥିବ। କେତେ ଭଲ ମନ୍ଦ ଖାଉଥିବ ମା କହିବ ମୋ ପୁଅ କିଛି ଖାଇନି ନା ସାଇତିକି ତା ପାଇଁ ରଖିବ। ରଖିବ ହେଲେ ସ୍ତ୍ରୀ ହଁ ବାମ ହାତରେ ଘର ଓଳୁଥିବ ଡାହାଣ ହାତରେ ଖାଉଥିବ। ଖାଉଥିବ ହଁ ଆଜ୍ଞା ତେଣୁ ଜଗତ ମଧ୍ୟରେ ହଁ ହଁ ମା ହେଲା ଶ୍ରେଷ୍ଠ। ଶ୍ରେଷ୍ଠ ମା ହେଉଛି ବଡ। ବଡ଼ ଆଜ୍ଞା କୁହନ୍ତୁ। ଏବଂ ବାପା ଆଚ୍ଛା ବାପା ଏବଂ ମାଙ୍କର ସଙ୍ଗମ ମିଳନ ହେଲେ ହେଲେ ଶୁକ୍ରାଣୁ ଏବଂ ଡିମ୍ବାଣୁର ମିଳନ ହେଲେ ହେଲା ଗୋଟେ ପୁଅଟିଏ ହଁ। ସୃଷ୍ଟି ହେବା ସନ୍ତାନ ସେ ସୃଷ୍ଟି ହୁଏ। ଆଚ୍ଛା ହଁ ତେଣୁ ହଁ ଗୋଟେ ବାପ ବିନା ଆଚ୍ଛା ସନ୍ତାନ କେବେ ଜନ୍ମ ହେଇପାରିବନି ଅସମ୍ଭବ ବୈଜ୍ଞାନିକ ମତ। ଆଚ୍ଛା ତେଣୁ ବାପା ହେଉଛନ୍ତି ନିହାତି ଆବଶ୍ୟକ। ଆବଶ୍ୟକ ବାପାଟି ହେଉଛନ୍ତି ଶ୍ରେଷ୍ଠ। ହଁ। ବାପା ନଥିଲେ ହଁ କିଛି ନାହିଁ। ଅଛି ସାର୍ ଅଛି ସାର୍ କଣ ହଁ। ଅଛି କଣ ଅଛି? ସତ୍ୟ ଯୁଗରେ ସାର୍ ଗୋଟେ ପୁଅ ଜନ୍ମ ହେଲା ହଁ ବାପା ନାହିଁ ସାର୍ ସେ ପୁଅ ଜନ୍ମ ହେଲା ସେ କିଏ? ସେ କିଏ ସାର୍ ସେ କଥା ତ୍ରେତୟା କହିଲା, ଯୁଗରେ ଗୋଟେ ବାପ ପୁଅ ଜନ୍ମ ହେଲା ନଥାଇ ଜଣେ ପୁଅ ଜନ୍ମ ହେଇଛି। ଆଜ୍ଞା ଆଜ୍ଞା ସେ କିଏ? ସାର୍ ହଁ। ଯାହାଙ୍କୁ ଆମେ ଅଗ୍ରପୂଜ ଗଣନାଥ ବୋଲି କହୁଛେ ହଁ ହଉ। ଅଗ୍ରପୂଜ ସାର୍ ଗଣନାଥ ଆଜ୍ଞା ହଉ। ଆଜ୍ଞା ଆଜ୍ଞା ଯେ ହେଉଛନ୍ତି ଅଗ୍ରପୂଜ ଗଣନାଥ ବାବା ବାପା ନଥାଇ ବାପା ନଥାଇ ମାଙ୍କର ଦେହର ପାର୍ବତୀ ମାଙ୍କର ଦେହର ହଳଦୀରୁ ଗଙ୍ଗା ଜଳର ସ୍ପର୍ଶରୁ ହେ। ବାପା ଗୋଟେ ମୂର୍ତ୍ତି ତିଆରି ହେଲା ହଁ। ତାହାକୁ ଜୀବଦାନ ଦେଇ ଅଗ୍ରପୂଜ ଗଣନାଥ ହେଲେ ହଁ। ତେଣୁକରି ସମୟ ଆଣି ଆଜ୍ଞାଙ୍କର ଅରଣ ହେଲାଣି ବନ୍ଦ করে ଏଠି କରିବନି ମିଟିଂ ମିଟିଂ କହିଲେ କୃଷ୍ଣ ହେ ବନ୍ଦ କରିବା ହଁ ବନ୍ଦ ହଁ ପଦୁଟେ ଦେବା। ହଁ ଦେଇଦେ କହିଲେ କୃଷ୍ଣ হে কৃষ্ণ তুমি নর কেশরী কৃষ্ণ ওহো আহা কে জানি পারিব কে জানি পারিব কৃষ্ণ প্রভু ডাহাণীর উপরে তুমি রাখুছ কুড়িয়ার উপরে তুমি হাড়ের পার তুমি লাগুতা পুনিয়ার পার তুমি ছাড়তা ডাহাণীর উপরে তুমি রাখুছ কুড়িয়ার উপরে তুমি ছাড়ুছ হাড়ের পার তুমি লাগুতা পুনিয়ার পার তুমি ছাড়তা কিয়ে বুঝিব মায়াকু তুমরি কিয়ে বুঝিবা মায়া কো তোমারে অন্তর প্রাণ
जय जय नारायण जगत जीवन बोले जय जय नारायण लक्ष्मी प्राण धन बोले केउठारे हुए तब नाम संकीर्तन प्रभु स्थान बोलाए जे गोलक वृंदावन आदि हरि दरबारे झियो करुअछि अली येते आनंद सागरे सर्वे देवे राम चाली येते हरि बोल हुला हुली जेते दूर जाए आहा गो हत्या ब्रह्म हत्या छाड़ी न पड़ाए जय हरि बोल हुला हुली एक सोरे थिब येते हरि दरबार मोर उछुली पड़िब कृष्ण कृष्ण ठाकुर भगवान वासुदेव समस्त मंगल धान करी तत् संगे संगे अनुष्ठान आज माँ कालिका समस्त चलवा पथर कुसुम गोष्ठी करने संगे संगे अच्छा ये अनुष्ठान टी दीर्घ कर रखि था बाबा ये ग्राम अग्नि भय दूर करंतु अच्छा समस्त कर्मकर्ता मंगल विधान करंतु सर्वे बोल आनंद परिशेष रे सारे हरि बोला भाई माने मोर केते दूर आसिंती टेलीविजन सिस्टम रे अनेक दर्शक दर्शिका भाई बंधु मान दर्शन करेंगे आगू आहरी दर्शन करेंगे जिते सब मोर भाई भौणी बापा मान सब दर्शन करेंगे से मानकर माँ श्यामा काली समस्त मंगल विधान करी जो भाई मैंने आम टेलीग्राम आनी उन्नतर उन्नतर मंगल विधान करी चैनल को समस्त सब्सक्राइब करूँ चैनल को अधिक उन्नतमय करूँ बोल सर्वे आनंद हरि बोला।